ଶ୍ରୋତା ବନ୍ଧୁ ସାହିତ୍ୟ କେବେ ହେଲେ ଶିକ୍ଷାଗତ ଯୋଗ୍ୟତାର ଅଧୀନ ନୁହେଁ। ଶିକ୍ଷାଗତ ଯୋଗ୍ୟତା କେବଳ ଲୌକିକ ଭାବରେ ଜଣକୁ ମର୍ଯ୍ୟାଦା ଦେଇପାରେ, କିନ୍ତୁ ସାହିତ୍ୟିକଟିଏ ହେବା ପାଇଁ ତାଙ୍କ ଭିତରେ କିଛି ଯୋଗ୍ୟତାର ମାନଦଣ୍ଡ ମଧ୍ୟ ନିର୍ଦ୍ଧାରିତ ହୋଇଛି। ତେଣୁକରି ସାହିତ୍ୟକୁ କ୍ରାନ୍ତ ଦର୍ଶୀ ସାହିତ୍ୟିକର କ୍ରାନ୍ତିକାରୀ ଉଚ୍ଚାରଣ ବୋଲି ମନେ କରାଯାଏ। ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ଜଣେ ସ୍ୱଳ୍ପ ଶିକ୍ଷିତା ନାରୀ, ଯାହାଙ୍କର ଅଧ୍ୟୟନ କେବଳ ହାଇସ୍କୁଲ ଶିକ୍ଷା ଲାଭ ପର୍ଯ୍ୟନ୍ତ ସୀମିତ, ସେ ହେଉଛନ୍ତି ସୁଲେଖିକା, ଗାଳ୍ପିକା, କବି, ଅନୁବାଦିକା ପ୍ରିୟମ୍ବଦା ସାହୁ। ତାଙ୍କର 21 ଗୋଟି ଅନୁଦିତ ପୁସ୍ତକ ରହିଛି। ସେଗୁଡ଼ିକ ହେଲା କଣ୍ଟା ଓ କିଆ, ଯାହାକି ମୂଳ ଭାଷା ବଙ୍ଗଳାରୁ ଅନୁଦିତ ଓଡ଼ିଆକୁ, ଯଶୋର ମହାସୁଲ ବଙ୍ଗଳାରୁ ଅନୁଦିତ, ସ୍ୱାମୀ ସ୍ତ୍ରୀ ସମ୍ବାଦ ବଙ୍ଗଳାରୁ ଅନୁଦିତ, ନଫରର କାହାଣୀ ବଙ୍ଗଳାରୁ ଅନୁଦିତ, ଅର୍ଜୁନ ବଙ୍ଗଳାରୁ ଅନୁଦିତ, ପଥର ପାଞ୍ଚାଳି ବଙ୍ଗଳାରୁ ଅନୁଦିତ, ଝିଅଟି ଏବେ କୁଆଡ଼େ ଯିବ ବଙ୍ଗଳାରୁ ଅନୁଦିତ, ଅଚିହ୍ନା ପକ୍ଷୀର ରାବ ବଙ୍ଗଳାରୁ ଅନୁଦିତ, ତିଲୁର ପ୍ରତିଶୋଧ ହିନ୍ଦୀରୁ ଅନୁଦିତ, ଶ୍ରେଷ୍ଠ ଗଳ୍ପ ଗୁଜରାଟୀ ଭାଷାରୁ ଅନୁଦିତ, ତାରକ ମେହେତାଙ୍କ ଓଲଟା ଚଷମା ଗୁଜରାଟୀରୁ ଅନୁଦିତ, ସମନ୍ଧ୍ର ଇନ୍ଦ୍ରଧନୁ ଗୁଜରାଟୀରୁ ଅନୁଦିତ, କୃଷ୍ଣାୟନ ଗୁଜରାଟୀରୁ ଅନୁଦିତ। ଏତଦ୍ ବ୍ୟତୀତ ତାଙ୍କର ଅନେକ ଶିଶୁ କିଶୋର ଅନୁଦିତ ପୁସ୍ତକ ରହିଛି, ଯାହାକି ଜେଜେବାପାଙ୍କ କାହାଣୀ, କେତୋଟି ସାଉଁଟା ମୋତି, ଠିଙ୍ଗୁଜିଙ୍କ କୁହୁକ ଚପଲ, ବିମ୍ବୁର ପରାକ୍ରମ, ଏସବୁ ଗୁଜରାଟୀ କିଶୋର ସାହିତ୍ୟ, ଶିଶୁ ସାହିତ୍ୟ ଅନ୍ତର୍ଭୁକ୍ତ। ଏତଦ୍ ବ୍ୟତୀତ ପ୍ରିୟମ୍ବଦାଙ୍କ ଗଳ୍ପ ପିଢ଼ି, ଗୀତ ଚାଙ୍ଗୁଡ଼ି, ବୀରାଙ୍ଗନା, ଆଇମା କାହାଣୀ, ଏଗୁଡ଼ିକ ହେଉଛି ତାଙ୍କର ମୌଳିକ କୃତି। ଆଜି ଗାଳ୍ପିକା ପ୍ରିୟମ୍ବଦା ସାହୁଙ୍କର ଏକ ସୁନ୍ଦର ଗପ, ଯାହାକି କିଶୋରମାନଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ, ଯାହାକି ପ୍ରତି ବୟସର ନିର୍ବିଶେଷରେ ପ୍ରତ୍ୟେକ ମଣିଷକୁ ସ୍ପର୍ଶ କରିବ ବୋଲି ମୋର ବିଶ୍ୱାସ। ଗଳ୍ପଟିର ଶୀର୍ଷକ ହେଉଛି ବୁଢ଼ୀ ଅସୁରୁଣୀ କଥା। ଗାଳ୍ପିକା ପ୍ରିୟମ୍ବଦା ସାହୁ। ଏକ ଅଗନା ଅଗନି ବନସ୍ତରେ ଗୋଟିଏ ବୁଢ଼ୀ ଅସୁରୁଣୀ ଥିଲା। ଥରେ ଅସୁରୁଣୀ ନଦୀ କୂଳରୁ ଏକ ରାଜକୁମାରୀକୁ ହରଣ କରି ନେଇ ଆସିଲା। ରାଜକୁମାରୀ ଦେଖିବାକୁ ରୂପ ଯେମିତି, ଗୁଣ ବି ସେମିତି। ତାକୁ ଦେଖି ବୁଢ଼ୀ ମନରେ ମମତା ଆସିଲା। ଅସୁରୁଣୀ ରାଜକୁମାରୀକୁ ମାରି ନ ଖାଇ ଝିଅ ପରି ପାଳିଲା। ରାଜକୁମାରୀ ମନ ଦୁଃଖ ଓ ଭୟରେ ରହିଥାଏ। ବୁଢ଼ୀ କିନ୍ତୁ ତାକୁ ଭାରି ଭଲ ପାଏ। ବଣରୁ ଭଲ ଭଲ ପାଚିଲା ଫଳମାନ ଆଣିଦିଏ, ଭାତ ରାନ୍ଧି ଖୁଆଏ। ଏମିତି ଦିନ ଗଡ଼ି ଯାଉଥାଏ। ଦିନେ ଜଣେ ରାଜକୁମାର ପଥ ହୁଡ଼ି ଜଙ୍ଗଲ ଭିତରେ ପଶିଗଲା। ସେ ଏଣେ ତେଣେ ବୁଲୁ ବୁଲୁ ଜଙ୍ଗଲ ମଧ୍ୟରେ ଏକ କୁଡ଼ିଆ ଦେଖିବାକୁ ପାଇଲା। ଏହି ଘୋର ଜଙ୍ଗଲ ଭିତରେ କୁଡ଼ିଆ ଘର କୁଆଡ଼ୁ ଆସିଲା? ଏହା ଭାବି ସତର୍କତାର ସହ ସେଇ ଘର ପାଖକୁ ଗଲେ। ଲୁଚି ଲୁଚି ଘର ଭିତରକୁ ନଜର ପକାଇଲା। ଯାହା ଦେଖିଲା, ତାଙ୍କ ଗୋଡ଼ ଦୁଇଟି ଥରିଗଲା, ମୁଣ୍ଡ ବୁଲାଇ ଦେଲା। ସେ ଦେଖିଲେ ଗୋଟିଏ ବୁଢ଼ୀ ତା ନିଜ ଗୋଡ଼ଟିକୁ ଚୁଲି ଭିତରେ ପୁରାଇ ଜଳାଉଛି, ଆଉ ସେହି ଜାଳରେ ଭାତ ରାନ୍ଧୁଛି। ରାଜକୁମାର ଶୀଘ୍ର ନିଜକୁ ପ୍ରକୃତିସ୍ଥ କରି ନେଇ ବୁଲି କରି ଘର ପଛ ଆଡ଼କୁ ଗଲେ, ଆଉ କିଛି ଜିଜ୍ଞାସା କଲେ। ସେଠାକୁ ଯାଇ ଆହୁରି ବିସ୍ମିତ ହେଲେ। ଦେଖିଲେ ଗୋଟିଏ ଦଉଡ଼ି ବନ୍ଧା ହୋଇ ଶାଢ଼ୀଟିଏ ଶୁଖୁଛି, ଆଉ ଏକ ସୁନ୍ଦରୀ କନ୍ୟା ଗାଲରେ ହାତ ଦେଇ ମନମାରି ଅଗଣାରେ ବସିଛି। ରାଜକୁମାର ପଚାରିଲେ, କିଏ ତୁମେ ସୁନ୍ଦରୀ? ଏକା ଏଠାରେ କାହିଁକି ବସିଛ? ରାଜକୁମାରୀ କିଛି କହିଲା ନାହିଁ। ଭାବିଲା, ଏହା ବୁଢ଼ୀର ଆଉ କେଉଁ ରୂପ ହୋଇଥିବ, ମୋତେ ପରୀକ୍ଷା କରୁଥିବ। ମୁଁ ଯେବେ କିଛି କହିବି, ସେ ମୋତେ ଖାଇଦବ। ରାଜକୁମାରଙ୍କୁ ମଧ୍ୟ ଭୟ ଲାଗୁଥାଏ, ତଥାପି ସାହସ ସଞ୍ଚୟ କରି କହିଲେ, ଦେଖ, ମୁଁ ଜଣେ ରାଜକୁମାର। ପଥଭ୍ରଷ୍ଟ ହୋଇ ଜଙ୍ଗଲରେ ବୁଲୁଥିଲି। ଜଙ୍ଗଲ ଭିତରେ ଏଇ କୁଡ଼ିଆ ଘର ଦେଖି ଏଠାକୁ ଚାଲି ଆସିଲି। ମୋତେ ବି ଭୟ ଲାଗୁଛି, ତେଣୁ ସନ୍ତର୍ପଣରେ ଲୁଚିକରି ଘର ଭିତରକୁ ଚାହେଁ ତ ଏକ ଅଦ୍ଭୁତ ଘଟଣା ଦେଖିଲି। ବୁଢ଼ୀଟିଏ ନିଜ ଗୋଡ଼କୁ ଚୁଲିରେ ଜଳାଇ ଭାତ ରାନ୍ଧୁଛି। ମୁଁ ଡରିଯାଇ ତତ୍କ୍ଷଣାତ୍ ପଛ ପଟକୁ ଚାଲି ଆସିଲି।
ସେ ଭାତ ବସେଇ ଦେଇ ଘୁମଉଛି। ମୁଁ ଭାବୁଛି ସେ ନିଶ୍ଚୟ ଡାହାଣୀଟାଏ କି ଅସୁରୁଣୀଟାଏ ହୋଇଥିବ। ଏହା ଶୁଣି ରାଜକୁମାରୀର ଚେତା ପଶିଲା। ସେ ଡରି ଡରି କହିଲା, ତୁମେ ଶୀଘ୍ର ଏଠାରୁ ପଳାଅ, ନହେଲେ ବୁଢ଼ୀ ତମକୁ ଖାଇଯିବ। ସେ ତୁମକୁ ବି ତ ଖାଇଯିବ? ନା, ମତେ ସେ ଖାଇବନି। ବହୁତ ଭଲ ପାଏ। ମତେ ସେ ନିଜ ଝିଅ ପରି ରଖିଛି। ହେଲେ ମତେ ଦୁଃଖ ଲାଗୁଛି ଯେ ମୋ ମା ବାପାଙ୍କୁ ମୁଁ ଆଉ ଦେଖିପାରିବି ନାହିଁ। ବୁଢ଼ୀ ମତେ ଆଉ ଯିବାକୁ ଦେବ ନାହିଁ। ମୁଁ ତ ଏଇଠି ମରିବି। ତମେ ଶୀଘ୍ର ଏଠାରୁ ପଳାଅ। ରାଜକୁମାର କହିଲା, ନା ନା, ମୁଁ ଯିବିନି। ମୁଁ ଜଣେ ରାଜପୁତ୍ର, ଅନ୍ୟକୁ ସାହାଯ୍ୟ କରିବା ମୋର ଧର୍ମ। ମୁଁ ଯଦି ଯିବି ତେବେ ତୁମକୁ ସାଥିରେ ନେଇକରି ଯିବି, ନଚେତ୍ ଏଇଠି ରହିବି ଏବଂ ମରିବି। ଦେଖ, ମୁଁ ମଧ୍ୟ ଜଣେ ରାଜକୁମାରୀ। ଅନ୍ୟକୁ ବଞ୍ଚାଇବା ମୋର କର୍ତ୍ତବ୍ୟ। ମୁଁ ତୁମର ସାଙ୍ଗ ହେଲେ ଅସୁରୁଣୀ ରାଗିକରି ମତେ ବି ଖାଇଦେବ। ଦୁହେଁ ମରିବା। ରାଜପୁତ୍ର କହିଲା, ମରିବା ପୂର୍ବରୁ କିଛି ଚେଷ୍ଟା କରିବା। ମୁଁ ଶୁଣିଥିଲି ଅଧିକାଂଶ ଅସୁର ବା ଅସୁରୁଣୀଙ୍କର ମରଣ ଭେଦ ଥାଏ। ଏହା କେବଳ ସେଇମାନେ ହିଁ ନିଜେ ଜାଣିଥାନ୍ତି। ଏହି ଅସୁରୁଣୀ ବୁଢ଼ୀର ଯଦି କିଛି ଭେଦ ଥିବ, ବୁଦ୍ଧି ବଳରେ ତାଠାରୁ ବୁଝ। ଯଦି ଜାଣିପାରିବା, ତା ପାଇଁ ଉପାୟ କରିବା। ଝିଅଟି ଚଟାପଟ ରାଜକୁମାରଙ୍କୁ ଡାକି ନେଇ ଆବୁରୁ ଜାବୁରୁ ରଖା ହୋଇଥିବା ଏକ ଘରେ ପୁରାଇ ଦେଲା। ଏଇଠି ଲୁଚି ବସ କହି ଶୁଖିଲା ଡାଳପତ୍ର ଆଣି ତା ଉପରେ ଘୋଡ଼ାଇ କବାଟ ବନ୍ଦ କରିଦେଇ ଚାଲି ଆସିଲା। ଅଗଣାରେ ପୂର୍ବପରି ବସି ରହିଲା। ଅସୁରୁଣୀ ଭିତରକୁ ଆସିଲା। ଝିଅକୁ ଦେଖି ଆଦରରେ କହିଲା, ଝିଅ ଲୋ, ତୁ ଗାଧୋଇ ପାଧୋଇ ଏଇଠି ବସିଛୁ? ଭୋକ ହବଣି? ମୁଁ ଟିକେ ଢୁଳେଇ ପଡିଲି ଲୋ ମା। ଏଠିକି ଆସି ବ, ମୁଁ ଖାଇବାକୁ ଦଉଛି। ରାଜକୁମାରୀ କହିଲା, ନା ନା ନା, ନା ନା ମା, ମତେ ଭୋକ ଲାଗୁନି। ତତେ ଭୋକ ଲାଗୁଥିବ। ଆମେ ଆଜି ଆଉ ସାଙ୍ଗ ହୋଇ ଆମେ ଆଜି ସାଙ୍ଗ ହୋଇ ଖାଇ ବସିବା ତାହେଲେ। ବୁଢ଼ୀ ଖୁସି ହେଇଗଲା। ଦୁହେଁ ସାଙ୍ଗ ହୋଇ ଖାଇଲେ। ଭୋଜନ ପର୍ବ ସରିଲା। ଝିଅ କହିଲା, ମା ଲୋ, ମୁଣ୍ଡଟାକୁ ଏମିତି ଭୂତ ଭଳିଆ କାହିଁକି କରିଛୁ? ଚାଲ, ମୁଁ ତେଲ ଟିକେ ମାରି କୁଣ୍ଡେଇ ଦେବି। ବୁଢ଼ୀ ଆହୁରି ଖୁସି ହେଇଗଲା। କହିଲା, ହଉ। ତାପରେ ପୁଣି ଚାରିଆଡକୁ ଶୁଙ୍ଘି ପଚାରିଲା, କୋଉଠୁ ଗୋଟେ ମଣିଷ ଗନ୍ଧ ଆଉଛି। ଏଇ ପାଖାପାଖି କୋଉଠି ମଣିଷ ଅଛି ନା କଣ? କୋଉ ଦିନଠୁ ମଣିଷ ମାଂସ ଖାଇନି। ପାଟିରୁ ନାଳ ବୋହୁଛି। ଝିଅ ଚଟ କରି କହିଲା, ମୁଁ ତ ମଣିଷ, ତତେ ଗନ୍ଧଉଥିବି, ମତେ ଖା। ବୁଢ଼ୀ କହିଲା, ନାଇଁ ଲୋ, ତୁ ପରା ମୋ ଝିଅ। ଭୋକରେ ଶୁଖିଯିବି ପଛକେ ତତେ ଖାଇବି ନାହିଁ। ଝିଅ ତେଲ ପାନିଆ ଧରି ବସିଲା। ବୁଢ଼ୀର ମୁଣ୍ଡରୁ ଜଟା ଛିଣ୍ଡେଇ କେରା କେରା କରି କୁଣ୍ଡଉଥାଏ। ହଠାତ୍ ଏକ ଆଳ କରି ହାଉ ହାଉ ହୋଇ କାନ୍ଦି ଉଠିଲା। ବୁଢ଼ୀ ଡରିଗଲା। ଆଲୋ ଝିଅ, ତୁ କାନ୍ଦୁଛୁ କାହିଁକି? ବୁଢ଼ୀ ପଚାରିଲା। ଝିଅ ସେମିତି କାନ୍ଦି କାନ୍ଦି କହିଲା, ମା ଲୋ, ତୁ ମତେ ଏତେ ଆଦରରେ ରଖିଛୁ। ତୁ ଯଦି ମରିଯିବୁ, ମୁଁ କଣ କରିବି? ମୋର ଆଉ କିଏ ଅଛି? ଏକା ଏକା ଏଇ ବନସ୍ତ ଭିତରେ ବାଘ ଭାଲୁଙ୍କ ମୁହଁରେ ଯିବି। ଏଇ କଥା ଭାବି ମତେ ଡର ମାଡୁଛି। ବୁଢ଼ୀ ହସିଲା ଆଉ କହିଲା, ମୁଁ ମଲେ ସିନା ତୁ ଏକା ହବୁ, ମୋର ତ ମରିବାର ନାହିଁ। ଝିଅ କହିଲା, ତୁ ମତେ ମିଛ କଥା କହି ଭୁଲାଇ ଦେଉଛୁ ମା। ଏ ଦୁନିଆରେ କିଏ ନ ମରି ଚିରଦିନ ରହିଲାଣି? ଏତିକି କହି ଆହୁରି ଜୋରରେ କାନ୍ଦିଲା। ଅସୁରୁଣୀର ମନ ତରଳିଗଲା। ସେ ଝିଅର ମୁଣ୍ଡକୁ ଆଉଁସି ଦେଇ କହିଲା, ଆଲୋ ବାୟାଣୀ, ତେବେ ଶୁଣ, ମୁଁ ଏମିତି ସେମିତି ମରିବିନି। ଏଇଠୁ ଟିକେ ଆଗକୁ ଗଲେ ଗୋଟେ ବଡ଼ ପୋଖରୀ ପଡ଼ିବ। ସେଇ ପୋଖରୀରେ 7 ତାଳ ପାଣି, ତା ତଳେ 7 ତାଳ ପଙ୍କ, ସେ ପଙ୍କ ଭିତରେ ଫରୁଆଟିଏ, ଫରୁଆ ଭିତରେ ଭଅଁରଟିଏ। ଯଦି କେହି ରାଜକୁମାର ଏସବୁକୁ ଭେଦ କରି ଫରୁଆ ଖୋଲି ଭଅଁରର ବେକ ମୋଡ଼ିଦବ, ତେବେ ଯାଇ ମୁଁ ମରିବି। ତୁ ଝିଅଟା ବୋଲି ତତେ ମୁଁ ପାଳିଛି। ଆଉ ତ ଏ ଅଞ୍ଚଳ ଭିତରେ ଯାହାକୁ ଦେଖେ ମୁଁ ତାକୁ ମାରି ଖାଇଯାଏ। ମତେ କିଏ ମାରିପାରିବ? ବୁଢ଼ୀ ଶୋଇବାକୁ ଗଲା। ରାଜକୁମାରୀ ଯାଇ ରାଜକୁମାରଙ୍କୁ ଅସୁରୁଣୀର ମୃତ୍ୟୁ ଭେଦ ଜଣାଇଦେଲା। ସଙ୍ଗେ ସଙ୍ଗେ ରାଜକୁମାର ନିଜ ଖଣ୍ଡା ଧରି ପୋଖରୀ ଆଡ଼କୁ ଅଗ୍ରସର ହେଲା। ପୋଖରୀ ନିକଟରେ ପହଞ୍ଚି ପାଣି ପଙ୍କ ଭେଦ କରି ଫରୁଆ ଖୋଜି ତା ଭିତରୁ ଭଅଁରକୁ ବାହାର କରି ତା ବେକକୁ ମୋଡ଼ିଦେଲା। ତତ୍କ୍ଷଣାତ୍ ଏ ଘରେ ବୁଢ଼ୀ ଅସୁରୁଣୀ ବିରାଟ ଚିତ୍କାର କରି ଗଁ ଗଁ ହୋଇ ମରି ଶୋଇଲା। ତାପରେ ରାଜକୁମାର ଅସୁରୁଣୀ ଘରୁ ବନ୍ଦିନୀ ରାଜକୁମାରୀଙ୍କୁ ସାଥିରେ ନେଇ ସେହି ଅଗନା ଅଗନି ଜଙ୍ଗଲ ପାରି ହୋଇ ରାଜକୁମାରୀଙ୍କ ଉଆସରେ ପହଞ୍ଚେଇ ଦେଲେ। ରାଜା ରାଣୀ ବଡ଼ ଚିନ୍ତାରେ ଥିଲେ। ରାଜକୁମାରୀକୁ ପାଇ ବହୁତ ଖୁସି ହେଲେ। ରାଜ୍ୟ ସାରା ଆନନ୍ଦର ଲହରୀ ଖେଳିଗଲା। ସାରା ରାଜ୍ୟ ସଜାସଜି ହେଲା, ବାଜା ବାଜିଲା। ରାଜକୁମାରୀକୁ ଉଦ୍ଧାର କରି ଆଣିଥିବା ରାଜକୁମାରଙ୍କ ସହିତ ନିଜ କନ୍ୟାକୁ ବିବାହ କରାଇଦେଲେ ରାଜା। ତାପରେ ହାତୀ ଘୋଡ଼ା ସହିତ ଆଉ କେତେକ ମୂଲ୍ୟବାନ ଦରବ ଦେଇ ପାଲିଙ୍କିରେ ଝିଅ ଜ୍ୱାଇଁଙ୍କୁ ବସାଇ ରାଜକୁମାରଙ୍କ ଦେଶକୁ ପଠାଇ ଦେଲେ। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ଏକ
ସୁନ୍ଦର ଗପ ଯାହା ଆମ ଲୋକ ସାହିତ୍ୟର ଅନ୍ତର୍ଭୁକ୍ତ। ଆମେ ଛୁଆବେଳୁ ସେମିତି ଗପ ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ। ମାତ୍ର ଏଇ ଗପଟିକୁ ଅତି ଚମତ୍କାର ଭାବରେ ଲେଖିଛନ୍ତି ଗାଳ୍ପିକା ପ୍ରିୟମ୍ବଦା ସାହୁ। ତାଙ୍କ ପୁସ୍ତକ ଆଇମା କାହାଣୀର ଏଇ ଗପଟି, ଯାହାର ଶୀର୍ଷକ ଥିଲା ବୁଢ଼ୀ ଅସୁରୁଣୀ କଥା। କାହାଣୀଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।